ମୁଁ ମଣିଷ ମାରି ଦେଇଛି, ଆଜ୍ଞା। କାହାର ପଇସା ନେଇ ପଳେଇଛି ହୁଁ ହୁଁ ନା ମୁଁ ଦେଇଛି ହୁଁ କଣ? ପୂର୍ବରୁ ଏମିତି କେବେ ଘଟଣା ଘଟିନି ଯାତ୍ରାରେ। ଆଜ୍ଞା। ଏସବୁ ଯାହା ହଉଛି ସବୁ ନୂଆ। ତ ମାଲିକ ଆପୋଷ ବୁଝାମଣା ନ ହେଇକି ଯଦି ମତେ ଟଣା ଓଟରା କରିବେ କଣଟା ହବ? ମାଲିକଙ୍କର ପା ସଂଘ ଅଛି। ହୁଁ। ଭାଇ ନମସ୍କାର। ନମସ୍କାର ମା। ହାପି ନ୍ୟୁ ଇୟର ଭାଇ। ହାପି ନ୍ୟୁ ଇୟର। ଭଲ କେମିତି ଅଛ? ଅଛନ୍ତି? ଆଜ୍ଞା ଭାଇ ଭଲ ଅଛି। ଆପଣ ଭଲ କେମିତି ଅଛି ମା, ଅଛନ୍ତି? ମୁଁ ବି ଭଲ ଅଛି ମା। ଆଜ୍ଞା ଭାଇ। ମୁଁ କହିଲି ଭାଇ ଗୋଟେ ଯୋଉ ଫୋନ ଟିକେ ନେଇଥାନ୍ତି, ଏଇ ଯୋଉ ପୁଣି ଯୋଉ ଆସିଲା ଯେ ମଞ୍ଚ ଆଉ ଚଢି ପାରିବେନି ବୋଲି, କଣ ଭାଇ କାରଣ ରହିବାର? କଣ କହିବି, ମୁଁ ବି ମା ଶୁଣୁଛି ଯାହା ମିଡିଆରେ, ମୁଁ ବି କିଛି ଜାଣିନି। ଆଜ୍ଞା। ତେଣୁ କଣ ହେଇଛି ଆଗେ ମୁଁ ବୁଝି ସାରେ ତାପରେ କହିବି। ଅନ୍ଧ ଭାବରେ କୌଣସି କଥାକୁ କହିଦବାଟା ତ ଭୁଲ ହେଇଯିବ ନା। କଣ ହେଇଛି, କୋଉଠି ଭୁଲ ରହିଲା, କଣ ଆଗେ ଟିକେ ଦେଖି ସାରେ। ଆଜ୍ଞା। ମାନେ ଭାଇ ଆପଣଙ୍କ ପାଖକୁ ଇନଫର୍ମେସନ ଆସିନି ଏ ବିଷୟରେ କିଛି? ନା ନା, ମୋ ପାଖକୁ କୌଣସି ଇନଫରମେସନ ଏବେ ଯାଏ ଆସିନି। ଆଚ୍ଛା। ହଁ, ସେ ଯୋଉ ପ୍ରିଭିୟସ କେସ୍ କୁ ନେଇକି ସେମିତି କିଛି କୁ ନେଇକି ଭାଇ ପ୍ରୋବ୍ଲେମ ଟା ହେଇଛି କି? ପ୍ରିଭିୟସ କେସ୍ କଣ, ମୁଁ କଣ ମଣିଷ ମାରି ଦେଇଛି, ଆଜ୍ଞା। କାହାର ପଇସା ନେଇ ପଳେଇଛି ହୁଁ ହୁଁ ନା ମୁଁ ଦେଇଛି ହୁଁ। କଣ? ଏଇଆ ହଉଛି କଥା। ଆଜ୍ଞା ଭାଇ। ତ ଏମିତି ସଡନ ଭାଇ ପୂର୍ବରୁ ଯୋଉ ଯାତ୍ରା ମଞ୍ଚ ଯେତେବେଳେ ଚଢିଥିଲେ ଆପଣ, ସେତେବେଳକୁ କିଛି ଏମିତି ବ୍ରେକ୍ କରାହେଇଥିଲା କି ସେମିତି କିଛି ଭାଇ? ପୂର୍ବରୁ ଏମିତି କେବେ ଘଟଣା ଘଟିନି ଯାତ୍ରାରେ। ଆଜ୍ଞା। ଏସବୁ ଯାହା ହଉଛି ସବୁ ନୂଆ। ଆଜ୍ଞା। ନାଇଁ ଯେତେବେଳେ ଆପଣ ପୂର୍ବ ଯୋଉ ଯାତ୍ରା ବର୍ତ୍ତମାନ କରିବାକୁ ଗଲେ ତୁ ମୋ ବଜରଙ୍ଗୀ, ସେତେବେଳେ ଆପଣଙ୍କୁ କିଛି ମନା କରାଯାଇଥିଲା କି ନାଇଁ ଆପଣ କରିପାରିବେନି କି ସେମିତି ନା କିଛି ନା, କୁହାଯାଇଥିଲା? ସେମିତି କିଛି କୁହାହେଇନି। ତାପରେ ଆଜ୍ଞା ମୁଁ ଯୋଉ ଅନୁଷ୍ଠାନରେ ଚାକିରି କରିଛି, ସେଠି ସେ ଅନୁଷ୍ଠାନ ବି ଜଣେ ମାଲିକଙ୍କର ନା ନାଇଁ। ଆଜ୍ଞା। ତାପରେ ଯୋଉ ଅନୁଷ୍ଠାନ ମୁଁ ଛାଡିକି ଆସିଲି, ସେଟା ବି ଜଣେ ମାଲିକଙ୍କର। ହୁଁ। ତ ମାଲିକ ଆପୋଷ ବୁଝାମଣା ନ ହେଇକି ଯଦି ମତେ ଟଣା ଓଟରା କରିବେ କଣଟା ହବ? ମାଲିକଙ୍କର ପା ସଂଘ ଅଛି। ହୁଁ। ସେ ଭାଇ ଏଇଆ ଆପଣ ହଉଛି ପୁଣି କୋଉଠି ନା କୋଉଠି ବିବାଦକୁ ପଶି ଆସୁଛନ୍ତି, ନହେଲେ ମାନେ ବଳି ପଡି ଯାଉଛନ୍ତି କହିବାକୁ ଗଲେ। ଦେଖିବା କଣ ସମୟ ଯୁଆଡେ ନବ ସିଆଡେ ଯିବା ଦେଖିବା। ତେବେ ଭାଇ ଆଗାମୀ ଯାତ୍ରା କେତେବେଳେ ଥିଲା ଭାଇ ମଞ୍ଚ? କାଲି ଥିଲା, ଆସନ୍ତା କାଲି। ଆସନ୍ତା କାଲି। ତେବେ ଆପଣ କାଲି ଆସନ୍ତା କାଲି ଆଉ ଷ୍ଟେଜ କୁ ଯାଇପାରିବେନି? ନା ଯିବେ ଭାଇ? ଦେଖିବା, ଆଗେ ଆଜ୍ଞା ରାତିଟା ପାହିଯାଉ, ସକାଳେ ନିଶ୍ୱାସ ଚାଲୁ, ତାପରେ ଦେଖିବା। ଆଜ୍ଞା ଆଜ୍ଞା ଭାଇ, କାରଣ ଆଜ୍ଞା ମା। ଲୋକମାନେ ବହୁତ ହି ଭଲ ପାଇବା ଦଉଥିଲେ ତୁ ମୋ ବଜରଙ୍ଗୀକୁ। ମାନେ ଭୟଙ୍କର କ୍ରାଉଡ କେବଳ ଆପଣଙ୍କ ପାଇଁ ହିଁ ଥିଲା ଭାଇ। ତ କଣ ଯଦି କଲେ ତ ସେଇଟା ଭାଗ୍ୟରେ ପୁଣି ନଥିଲା ସେ ଆଉ ଜିନିଷ ଟା କଣ ଆସିବ, କରିବା। ତାହେଲେ କୋଉଠି ନା କୋଉଠି ଲୋକମାନେ ମଧ୍ୟ ନିରାଶ ହେଇଯିବେ, ଭାଙ୍ଗି ପଡିବେ ପୁଣି। ଦେଖିବା ମା, ଆଜ୍ଞା ସମୟଠୁ ବଡ କିଛି ନୁହଁ। ହୁଁ। ଆଜ୍ଞା ହଉ, ଆଜ୍ଞା ଭାଇ, ଥ୍ୟାଙ୍କ ୟୁ ଭାଇ। ମୁଁ ଜାଣିଲେ ମା ନିହାତି କଲ୍ କରି ଜଣେଇବି। କି ଆଜ୍ଞା ଆଉ କି କାଲି ମତେ ଫୋନ କଲେ, ଆଜ୍ଞା ମୁଁ କଥା ବିଷୟରେ ପ୍ରକୃତ ସତାସତ୍ୟ କଣ ଜାଣିଲେ ସେ ବିଷୟରେ କହିଲେ ଠିକ ହବ, ନହେଲେ ଭୁଲ ହେଇଯିବ ସବୁ। ହୁଁ ହୁଁ ହୁଁ, ହଁ। ଆଜ୍ଞା ଆଜ୍ଞା।